ଆଜି ହେଉଛି 23 ମାର୍ଚ୍ଚ 2025। ଆଜିର ଖବର ଚାଲନ୍ତୁ ଦେଖିବା। ଚାଷୀମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଲାଗୁ ହେବ ନୂଆ ଜଳ ନୀତି। 15 ଲକ୍ଷ ହେକ୍ଟର ଜମି ଜଳସେଚନ କଥା କରାଯିବ। ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 15 ଲକ୍ଷ ହେକ୍ଟର ଜମି ଜଳସେଚନ କରାଯିବ। ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାରେ ବାଲି ଚୋରାଚାଲାଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଲେ ବଡ଼ ନିଷ୍ପତ୍ତି। ପ୍ରତି ଜିଲ୍ଲାରେ ଗଠନ ହେବ ନୂଆ କମିଟି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷରେ ଏହି କମିଟି ଗଠନ ହେବ। କେଉଁ ଖାଦାନରୁ ବାଲି କେତେ ଉତ୍ତୋଳନ ହେବ ତାହାର ଚୟନ କରିବେ ଏହି କମିଟି, ଯାହାଦ୍ୱାରା ଓଡ଼ିଶାରେ ବାଲି ଚୋରାଚାଲାଣ କମ୍ ହେବ ବୋଲି ସୂଚନା ମିଳିଛି। ଓଡ଼ିଶାରେ ବାଲି ଚୋରାଚାଲାଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବଡ଼ ନିଷ୍ପତ୍ତି। ପ୍ରତି ଜିଲ୍ଲାରେ ଗଠନ ହେବ ନୂଆ କମିଟି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଲେ ବଡ଼ ନିଷ୍ପତ୍ତି। କଲେଜ ଗୃହ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝୀ। କାରଣ ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ସାଜିଛି ଭଙ୍ଗା ଶ୍ରେଣୀ ଗୃହ। ତେଣୁ ତୁରନ୍ତ ମରାମତି ପାଇଁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ। ବଡ଼ ଖବର, ମୋହନ ମାଝୀ ନେଲେ ବଡ଼ ନିଷ୍ପତ୍ତି। କଲେଜ ଗୃହ ମରାମତି ପାଇଁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ। ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀ ଷ୍ଟାଡିୟମରେ ହେବ ପୁଣି ଆନ୍ତର୍ଜାତିକ ଟି-20 ମ୍ୟାଚ୍। ପୁଣି ଓଡ଼ିଶା ଆସିବ ଟିମ୍ ଇଣ୍ଡିଆ। କାରଣ ଆସନ୍ତା ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-20 ମ୍ୟାଚ୍। ଏବେକାର ବଡ଼ ଖବର, ଓଡ଼ିଶା କ୍ରିକେଟ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ବାରବାଟୀ ଷ୍ଟାଡିୟମରେ ପୁଣି ହେବ ଆନ୍ତର୍ଜାତିକ ଟି-20 ମ୍ୟାଚ୍। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-20 ମ୍ୟାଚ୍। ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟର 3081 ଗ୍ରାମକୁ ପହଞ୍ଚି ପାରିନି ସୁଭଦ୍ରା ଟଙ୍କା। 1 କୋଟି ମହିଳାମାନେ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଗୋଟିଏ ବି କିସ୍ତି ପାଇନାହାନ୍ତି। ଓଡ଼ିଶାର 3000 ଗ୍ରାମର ମହିଳାମାନଙ୍କୁ ଟଙ୍କା ଦେବା ପାଇଁ ବିଧାନସଭାରେ ଦାବି କରିଛି କଂଗ୍ରେସ। ବଡ଼ ଖବର, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 3081 ଗ୍ରାମକୁ ପହଞ୍ଚି ପାରିନି ସୁଭଦ୍ରା ଟଙ୍କା। 1 କୋଟି ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇନାହାନ୍ତି। 2025 ସିଜନର ପ୍ରଥମ IPL ମ୍ୟାଚରେ RCB କରିଛି ପ୍ରଥମ ବିଜୟ। ବିରାଟ କୋହଲିର ଦମଦାର ବ୍ୟାଟିଂରେ କୋଲକାତାକୁ 7 ୱିକେଟରେ ପରାସ୍ତ କଲା RCB। IPLର ପ୍ରଥମ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି କୋଲକାତା 20 ଓଭରରେ 174 ରନ୍ କରିଥିଲା। 175 ରନ୍କୁ ଟାର୍ଗେଟ କରି RCB 16 ଓଭରରେ 175 ରନ୍ କରି ପ୍ରଥମ ମ୍ୟାଚ୍ ବିଜେତା ହୋଇଛି। ବଡ଼ ଖବର, IPL ପ୍ରଥମ ମ୍ୟାଚରେ କୋଲକାତାକୁ ପରାସ୍ତ କରି RCB ହେଲା ପ୍ରଥମ ୱିନର। IPL 2025ର ପ୍ରଥମ ମ୍ୟାଚରେ RCB ହେଲା ୱିନର। ଭାରତୀୟ ରେଲୱେରେ ଆସିଲା ନୂଆ ନିଯୁକ୍ତି ଖବର। ଭାରତୀୟ ରେଲୱେରେ 9970ଟି ଆସିଷ୍ଟାଣ୍ଟ ଲୋକ ପାଇଲଟ ପଦବୀ ପାଇଁ ନୋଟିଫିକେସନ୍ ଆସିଛି। ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୟସ ସୀମା 18ରୁ ଅଧିକ ଏବଂ 10ମ କି ITI ପାସ୍ କରିଥିବେ ଯଦି ଆପଣ ଆବେଦନ କରିପାରିବେ। ରେଲୱେର ଅଫିସିଆଲ ୱେବସାଇଟରେ ଏଥିରେ ଆପ୍ଲାଏ କରିପାରିବେ। ବଡ଼ ଖବର, ଭାରତୀୟ ରେଲୱେରେ ଆସିବ ନୂଆ ନିଯୁକ୍ତି ଖବର। 9970ଟି ଆସିଷ୍ଟାଣ୍ଟ ଲୋକ ପାଇଲଟ ପଦବୀ ଫାଙ୍କା ପାଇଁ। ପାଣିପାଗ ବିଭାଗର ବଡ଼ ସୂଚନା। ଆଜି ଦିନ ସାରା ଓଡ଼ିଶାରେ 40ରୁ 50 କିଲୋମିଟର ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀର ନେଇ ପ୍ରଭାବ ରହିବ। ଏଥିରେ ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି। ବଡ଼ ଖବର, ପାଣିପାଗ ବିଭାଗର ବଡ଼ ସୂଚନା। ଆଜି ଓଡ଼ିଶାରେ 40ରୁ 50 କିଲୋମିଟର ବେଗରେ ପବନ ବହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତାକାଲିଠାରୁ ଓଡ଼ିଶାରେ PM କିଷାନ ହିତାଧିକାରୀମାନଙ୍କୁ ମିଳିବ 2000 ଟଙ୍କା। ଓଡ଼ିଶାର କେଉଁ ଚାଷୀଙ୍କ ଖାତାକୁ ଆସିବ ଟଙ୍କା ଜାଣି ନିଅନ୍ତୁ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିହାରରୁ ଦେଶର 4.5 କୋଟି ଚାଷୀଙ୍କ ଆକାଉଣ୍ଟକୁ PM କିଷାନ ଯୋଜନାର 20ତମ କିସ୍ତିର 2000 ଟଙ୍କା ପ୍ରଦାନ କରିବେ। ଯେଉଁମାନେ ହିତାଧିକାରୀ ଅଛନ୍ତି PM କିଷାନରେ ସମସ୍ତଙ୍କୁ ଏହି 2000 ଟଙ୍କା ମିଳିବ। ଖବର, ଆସନ୍ତାକାଲି ଓଡ଼ିଶାରେ PM କିଷାନ ହିତାଧିକାରୀମାନଙ୍କୁ ମିଳିବ 2000 ଟଙ୍କା। ସବୁ ଚାଷୀମାନେ ଏହି ସୁବିଧାର ଉପଭୋଗ କରିପାରିବେ। PM କିଷାନ ଯୋଜନା ଯେଉଁମାନେ ଅଛନ୍ତି 20ତମ କିସ୍ତିରେ 2000 ଟଙ୍କା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝଟକା ଦେଲେ ଟ୍ରମ୍ପ। ଆହୁରି 295 ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇବ ଆମେରିକା। ଏନେଇ ସଂସଦ ଭବନରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବଡ଼ ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝଟକା ଦେଲେ ଡୋନାଲ୍ଡ ଟ୍ରମ୍ପ। ଆହୁରି 295 ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇବ ଆମେରିକା। ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ଭାଙ୍ଗିଲା ଘରଦ୍ୱାର ଏବଂ ବଡ଼ ବଡ଼
କୁଆପଥର ବର୍ଷାରେ ବେହାଲ ହେଲା ଓଡ଼ିଶାବାସୀ। ଘର ଚାଳ ଛପର ଉଡ଼େଇ ନେଲା କାଳବୈଶାଖୀ। ବଜ୍ରପାତ ମଧ୍ୟ ନେଇଛି ଜୀବନ। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ପ୍ରବଳ ବର୍ଷା ହୋଇଛି ଏବଂ 350 ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ଏବଂ 295ଟି ଘର ଆଂଶିକ କ୍ଷତି ହୋଇଛି। ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ଭାଙ୍ଗିଲା ଘରଦ୍ୱାର ଏବଂ ବଡ଼ ବଡ଼ କୁଆପଥର ବର୍ଷାରେ ବେହାଲ ହେଲେ ଓଡ଼ିଶାବାସୀ। ଘର ଚାଳ ଛପର ଉଡ଼ିଗଲା କାଳବୈଶାଖୀ। ବଜ୍ରପାତ ମଧ୍ୟ ନେଉଛି ଜୀବନ। ମହିଳାଙ୍କ ପାଖରେ ଜନଧନ ଆକାଉଣ୍ଟ ଅଛି ସେମାନଙ୍କୁ 10,000 ଟଙ୍କା ପ୍ରଦାନ କରାଯିବ। ତାହା ସହିତ ଜନଧନ ଆକାଉଣ୍ଟରେ 1 ଲକ୍ଷ ଦୁର୍ଘଟଣା ବୀମା ଏବଂ 30,000 ଟଙ୍କା ଜୀବନ ବୀମା 6 ମାସ ପୁରୁଣା ହୋଇଥିବ ତେବେ ପ୍ରଦାନ କରାଯିବ। 10,000 ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ଆଣିପାରିବେ। ବଡ଼ ସୂଚନା, ଯେଉଁ ମହିଳାଙ୍କ ପାଖରେ ଜନଧନ ଆକାଉଣ୍ଟ ଅଛି ସେମାନଙ୍କୁ ମିଳିବାକୁ ଯାଉଛି 10,000 ଟଙ୍କା। ଯଦି ଆପଣଙ୍କ ପାଖରେ ଜନଧନ ଯୋଜନା ଆକାଉଣ୍ଟ ନାହିଁ ତେବେ ଏବେ ହିଁ କରାଇ ନିଅନ୍ତୁ, ଯେମିତିକି ବେନିଫିଟ୍ ଆପଣ ପାଇପାରିବେ। ସବୁ ମହିଳାଙ୍କୁ ମିଳିବ 10,000 ଟଙ୍କା ଜନଧନ ଯୋଜନାରେ।